ଆପଣଙ୍କୁ ପ୍ରଣାମ ଶ୍ରୋତା ବନ୍ଧୁ। ଆଜି ହେଉଛି ମାତୃଶକ୍ତି ସ୍ୱରୂପା ଦିବ୍ୟ ଜନନୀ ଶ୍ରୀ ମାଙ୍କର ପୁଣ୍ୟମୟ ଜନ୍ମତିଥି। ଫରାସୀ ଜନ୍ମିତ ମହିଳା ମୀରା ରିଚାର୍ଡ ଶ୍ରୀ ଅରବିନ୍ଦଙ୍କ ଦିବ୍ୟତାର ପ୍ରଭାବରେ ମାତୃଶକ୍ତିରେ ଅଧିଷ୍ଠିତା ହେଇଗଲେ। ସନ୍ତାନ ବତ୍ସଳା କଲ୍ୟାଣମୟୀ ଦିବ୍ୟ ଜନନୀଙ୍କର ସୂକ୍ଷ୍ମ ଚେତନା ଧାରଣ କଲା ତାଙ୍କର ସ୍ଥୂଳ କଳେବର। ସେ ହେଇଗଲେ ଶ୍ରୀ ମା। ତାପରେ ତାଙ୍କର ସକଳ ବାଣୀରେ ଫୁଟି ଉଠିଲା ଦିବ୍ୟତା, ମଣିଷର ଚେତନାକୁ ଉପରକୁ ଉଠେଇବାର ସନ୍ଦେଶ। ଆମ ସମସ୍ତଙ୍କ ପାଇଁ ସେ ଏକ ପ୍ରାର୍ଥନା କରିଛନ୍ତି, ଯାହା ଆମକୁ ଆମର ବାସ୍ତବ ସ୍ଥିତି ସହିତ ପରିଚିତ କରି ଆମକୁ ବିଶ୍ୱ ଚେତନା ସହିତ ଯୋଡ଼ିବାରେ ସାହାଯ୍ୟ କରିବ। ମା ଆମମାନଙ୍କ ପାଇଁ କହୁଛନ୍ତି, ହେ ଭଗବାନ, ହେ ମୋର ପ୍ରେମମୟ ପ୍ରଭୁ, ତୋ କର୍ମ ସମ୍ପାଦନ ନିମିତ୍ତ ହିଁ ମୁଁ ଜଡ଼ ସ୍ତରର ଅତଳ ଗର୍ଭରେ ବୁଡ଼ିଗଲି। ମୁଁ ହାତ ଦେଇ ସ୍ପର୍ଶ କଲି ମିଥ୍ୟା ଓ ନିଶ୍ଚେତନର ବିଭୀଷିକା। ବିସ୍ତୃତିର ରାଜ୍ୟ କେବଳ ଅନ୍ଧକାର, କିନ୍ତୁ ମୋର ଅନ୍ତରରେ ଥିଲା ତୋର ସ୍ମୃତି ଏବଂ ସେହି କେନ୍ଦ୍ରରୁ ହଠାତ୍ ବାହାରିଲା ଏକ ଆହ୍ୱାନ ଏବଂ ତୋ ନିକଟରେ ତାହା ପହଞ୍ଚିଲା। ଭଗବାନ ଭଗବାନ, ଚତୁର୍ଦିଗରେ ତୋର ଶତ୍ରୁମାନେ ବିଜୟୀ ହୋଇ ଚାଲିଛନ୍ତି। ମିଥ୍ୟା ଆଜି ଜଗତର ସମ୍ରାଟ। ତୋ ବିନା ଜୀବନ ମୃତ୍ୟୁ, ଏକ ଚିରନ୍ତନ ନରକ। ଆଶାର ସ୍ଥାନରେ ଦେଖାଦେଇଛି ସନ୍ଦେହ, ସମର୍ପଣ ସ୍ଥାନରେ ବିଦ୍ରୋହ, ବିଶ୍ୱାସ ହୋଇଛି କ୍ଷୀଣ, କୃତଜ୍ଞତା ଜନ୍ମ ଗ୍ରହଣ ବି କରିନାହିଁ। ଅନ୍ଧ ରିପୁଗଣ, ହିଂସ୍ର ଆବେଗ, ପାପପୂର୍ଣ୍ଣ ଦୁର୍ବଳତା ତୋ ପ୍ରେମର ମଧୁର ବିଧାନକୁ ଘୋଡ଼େଇ ପକେଇଛନ୍ତି। ହେ ଭଗବାନ, ତୋର ଶତ୍ରୁଗଣ କଣ ତିଷ୍ଠି ରହିବେ? ମିଥ୍ୟା, କୁଚ୍ଛିତତା, ଦୁଃଖତାପ କଣ ବିଜୟୀ ହେବେ? ଭଗବାନ ଆଦେଶ ଦିଅ ବିଜୟ ପାଇଁ ଏବଂ ବିଜୟ ହାସଲ ହବ। ମୁଁ ଜାଣେ ଯେ ଆମେମାନେ ଅଯୋଗ୍ୟ। ମୁଁ ଜାଣେ ଯେ ଜଗତ ଏଯାଏଁ ପ୍ରସ୍ତୁତ ହୋଇନାହିଁ, କିନ୍ତୁ ତୋ କୃପା ଉପରେ ପୂର୍ଣ୍ଣ ବିଶ୍ୱାସ ସ୍ଥାପନ କରି ମୁଁ ଉଚ୍ଚ କଣ୍ଠରେ ଆହ୍ୱାନ କରୁଛି ଏବଂ ମୁଁ ଜାଣେ ଯେ ତୋର କରୁଣା ଆମ୍ଭମାନଙ୍କୁ ନିଶ୍ଚିତ ଭାବରେ ରକ୍ଷା କରିବ। ମୋର ଏହି ପ୍ରାର୍ଥନା ତୀବ୍ର ଭାବେ ତୋ ଆଡକୁ ଊର୍ଦ୍ଧ୍ୱକୁ ଉଠିଗଲା ଏବଂ ସେହି ଅତଳ ଗହ୍ୱରରୁ ତୋର ସମୁଜ୍ଜ୍ୱଳ ଦିବ୍ୟ ମହିମାରେ ମୁଁ ତତେ ଦର୍ଶନ କଲି। ଆଉ ତୁ ମତେ କହିଲୁ, ସାହସ ହରାଅ ନାହିଁ, ଦୃଢ ହୁଅ, ନିର୍ଭରତା ରଖ, ମୁଁ ଆସିଛି। ଶ୍ରୋତା ବନ୍ଧୁ, ଶ୍ରୀମା ଏଇଭଳି ଅଜସ୍ର ଉତ୍ସାହପ୍ରଦ ବାଣୀ ଆମ ପାଇଁ କହିଯାଇଛନ୍ତି, ଯାହା ଆମର ଅଜ୍ଞାନ ଅନ୍ଧକାର ଭିତରେ ଦୀପ୍ତ ଆଲୋକ ସ୍ତମ୍ଭ ଭଳି କାମ କରିବ। ମା ଆମକୁ ଜୀବନରେ ଅଗ୍ରସର ହେବା ପାଇଁ ସକଳ ବାଧା ବିଘ୍ନ ସହିତ ଲଢିବା ସକାଶେ ପ୍ରେରଣା ଦେଇ କହିଛନ୍ତି, ସେଇମାନେ ହେଉଛନ୍ତି ଭବିଷ୍ୟତର ଅଧିକାରୀ, ଯେଉଁମାନଙ୍କର ରହିଛି ଏକ ବୀର ଯୋଦ୍ଧାର ଆତ୍ମା। ଆମର ଅବସନ୍ନ ଆତ୍ମାକୁ ଜଗେଇବା ପାଇଁ ଇଏ ଥିଲା ଶ୍ରୀମାଙ୍କର ଆହ୍ୱାନ। ଜାଗତିକ ଜୀବନରେ ଆମ ପାଇଁ ଦେଖାଦେଉଥିବା ବାଧା ବିପତ୍ତି ସବୁ କିଭଳି ଏକ ଦିବ୍ୟ ଶକ୍ତିର ପ୍ରଭାବରେ ଉଭେଇ ଯାଏ, ସେ ଦିଗରେ ଆମକୁ ଭରସା ଦେଇ ମା କହିଛନ୍ତି, ସୂର୍ଯ୍ୟ ବୌଦ୍ଧମାନଙ୍କ ଉପରେ କ୍ରିୟା କଲା ଭଳି ଏକ ସ୍ମିତ ହାସ୍ୟ ବାଧା ବିପତ୍ତି ଉପରେ କ୍ରିୟା କରିଥାଏ। ଏହା ବାଧା ବିପତ୍ତି ମାନଙ୍କୁ ନିଶ୍ଚିହ୍ନ କରିଦିଏ। ମାଙ୍କର ଏହି ବାଣୀ ଗୁଡ଼ିକ ପରି ଅସଂଖ୍ୟ ବାଣୀ ରହିଛି, ଯେଉଁଥିରେ ଭରପୁର ରହିଛି ଆଶାବାଦ। ଶ୍ରୀ ଅରବିନ୍ଦ ଯେଭଳି ଭାରତର ଜାଗରଣକୁ ଦିବ୍ୟ ଦୃଷ୍ଟିରେ ଦେଖିଛନ୍ତି ଏବଂ ସେଥିପାଇଁ ଆମ ସମସ୍ତଙ୍କୁ ଜାଗ୍ରତ କରାଇଛନ୍ତି, ମା ମଧ୍ୟ ତାଙ୍କର କରୁଣାରେ ଆମକୁ ଉଦ୍ଧାର କରିବାର ମାର୍ଗ ଦେଖାଇଛନ୍ତି। ଏତେ ବିରାଟ ବିଶ୍ୱର ଏତେ ସମସ୍ୟାକୁ ସମାଧାନ କିଏ କରିବ? ହୁଏତ ମଣିଷ ହିଁ କରିବ, କିନ୍ତୁ ତା ପାଇଁ ଆବଶ୍ୟକ ହେବ ଏକ ମହାଚେତନାର ଆଶୀର୍ବାଦ, ମହାଚେତନାର ସହଯୋଗ। ସେଥିପାଇଁ ଆମକୁ ଉନ୍ମୁଖ ରହିବାକୁ ହବ। ମା କହୁଛନ୍ତି, ସକାଳରୁ ବିଛଣାରୁ ଉଠିବା ମାତ୍ରେ ଏବଂ ରାତିରେ ଶୋଇବାକୁ ଯିବା ପୂର୍ବରୁ ତୁମେ ଅତି କମରେ 10 ମିନିଟ ନିମନ୍ତେ ମୋର ନାମ ମା 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 ଜପ କରିବା ଉଚିତ। ଆଜି ତାଙ୍କର ପୁଣ୍ୟମୟ ଜନ୍ମତିଥିରେ ତାଙ୍କ ପାଦରେ କୋଟି ପ୍ରଣାମ।